ଗ୍ରାହାମ ଷ୍ଟେଇନ୍ ଆଉ ତାଙ୍କର ଦୁଇ ସନ୍ତାନ ମାନେ ସ୍କୁଲରୁ ସେମାନେ ଆସିଥାନ୍ତି, ବ୍ରେକ୍ ନେଇକି ସେମାନେ ଆସିଥାନ୍ତି ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରିବା ପାଇଁ। ତ ଗୋଟେ କ୍ୟାମ୍ପ, ଜଙ୍ଗଲ କ୍ୟାମ୍ପ ଗୋଟେ ଜାଗାରେ ଥିଲା। ଆନୁଆଲ୍ ପ୍ରତ୍ୟେକ ବର୍ଷ ସେ କାର୍ଯ୍ୟକ୍ରମ ହେଉଥାଏ। ସେଠି ଧାର୍ମିକତା ବିଷୟ ହେଉ, ସାମାଜିକ ବିଷୟ ସେମାନେ ଚର୍ଚ୍ଚା କରନ୍ତି। ବର୍ଷକୁ ଥରେ ସେଇଟା ହେଉଥାଏ। କେନ୍ଦୁଝରରେ ସେଇଟା ଥିଲା, କେନ୍ଦୁଝର ଡିଷ୍ଟ୍ରିକ୍ଟରେ ସେଇଟା ଥିଲା। ଆଉ କେନ୍ଦୁଝର ଡିଷ୍ଟ୍ରିକ୍ଟକୁ ସେମାନେ ଯାଉଥାନ୍ତି, କାର୍ରେ ବସିକି ସେମାନେ ଯାଉଥାନ୍ତି। ଆଉ ସେତେବେଳେ ଏଇ ବାପ ଦୁଇଟା ପୁଅ ଆଉ ବାପା ମିଶିକି ଯାଉଥାନ୍ତି। ଯାଉ ଯାଉ ଗୋଟେ ଜାଗାରେ ସେମାନେ ଯେତେବେଳେ ରାତି ହେଲା, ସେ ରାତି ହେଲା ପାଇଁ ସେମାନେ ସେଇ ଜାଗାରେ ସେମାନେ ରହିବା ପାଇଁ ସେମାନେ ନିଷ୍ପତ୍ତି କଲେ। ସେ ଗାଁର ନାଁ ହେଉଛି ମନୋହର। ଆଉ ସେ ଜାଗାରେ ସେମାନେ ରହିଲେ ରାତିଟା, କାହିଁକିନା ସେ ଜାନୁଆରୀ ମାସ ଥିବା ଯୋଗୁଁ ବହୁତ ଶୀତ ହେଉଥିଲା। ତ ସେମାନେ କାର୍ ଭିତରେ ସେମାନେ ଶୋଇଲେ। ଆଉ ଯେତେବେଳେ କାର୍ ଭିତରେ ସେମାନେ ଘୋର ନିଦ୍ରାରେ ଥିବା ସମୟରେ ଗୋଟେ ବହୁତ ବଡ଼ ମୋବ୍ଟା, ବହୁତ ବଡ଼ ଜନଗହଳି ସେଠାରେ ପହଞ୍ଚୁଛି। ଆଉ ଏଇ ଜନଗହଳି ସାଧାରଣ ଜନଗହଳି ନଥିଲା। ଏମାନଙ୍କ ହାତରେ ଖଣ୍ଡା ଅଛି, ଏମାନଙ୍କ ହାତରେ ବାଡ଼ି ଠେଙ୍ଗା ଅଛି, ଏମାନଙ୍କ ହାତରେ କୁରାଢ଼ୀ ଅଛି, ଏମାନଙ୍କ ହାତରେ ଏମିତି ଯେପରି ସେମାନେ କିଛି କାହାକୁ ହତ୍ୟା କରିବା ପାଇଁ ସେମାନେ ଆସିଛନ୍ତି। କିଛି ଲୋକମାନଙ୍କ ହାତରେ ପେଟ୍ରୋଲ ଡିଜେଲ ଡବା ଗୁଡ଼ାକ ଅଛି। କେତେ ଲୋକ କାଠ ନେଇ ଆସିଛନ୍ତି, କେତେ ଲୋକ ଘାସ ନେଇ ଆସିଛନ୍ତି, ଏମିତି ଯେମିତି କାହାକୁ ସେମାନେ ପୋଡ଼ିବା ପାଇଁ ଯାଇଛନ୍ତି। ଆଉ ଯେତେବେଳେ ସେମାନେ ଆସିଲା ପରେ ସେମାନେ ଏହି କାର୍କୁ ଖୋଲୁଛନ୍ତି, ଜବରଦସ୍ତ ଭାବରେ ସେମାନଙ୍କୁ ଉଠାଇ ଦିଆଯାଉଛି। ଆଉ ଏମାନଙ୍କୁ ସମସ୍ତଙ୍କୁ ମାଡ଼ ମରାଯାଉଛି, ନିର୍ଦ୍ଧୁମ ମାଡ଼ ଏମାନଙ୍କୁ ମରାଯାଉଛି। ଗ୍ରାହାମ ଷ୍ଟେଇନ୍ଙ୍କର ସମସ୍ତ କପଡ଼ାକୁ କଡ଼ା ଯାଉଛି। ଆଉ ଏ କଥା ମୁଁ କହୁନି, ମୁଁ କେଉଁଠି ପଢ଼ିବି ନାହିଁ ଏ କଥା ଜଣେ ଅନିଲ ଧୀର ଏବେ ଦାରା ସିଂଙ୍କୁ ମୁକୁଳାଇବା ପାଇଁ ଯେ ଚେଷ୍ଟା କରୁଛନ୍ତି ତାହାଙ୍କର ନିଜର ବୟାନ। ଆଉ ସେ କହୁଛନ୍ତି ନିଜେ ଦାରା ସିଂ ଏ କଥା କହିଛନ୍ତି। ହେଲା ଗ୍ରାହାମ ଷ୍ଟେଇନ୍ ଆସିଲେ, ସେ ଆସିକି ଜଙ୍ଗଲ ଭିତରେ ସେ ତାଙ୍କ ପୁଅ ଦୁଇଟା ପାଖରେ ଶୋଇଥାନ୍ତି, ସେ ଆଗରେ ଶୋଇଥାନ୍ତି। ଏମାନେ ତାକୁ ଗାଡ଼ିରୁ ଡ୍ରାଗ୍ କରିଲେ, ତାକୁ ଡ୍ରାଗ୍ କରିକି ପିଟିଲେ, ଭଲରେ ପିଟିଲେ। ତା କପଡ଼ା ଫପଡ଼ା ସବୁ ତାର ନଙ୍ଗା କରିଦେଲେ। ତାପରେ ତାଙ୍କୁ କାର୍ ଭିତରେ ନିଆଗଲା। ସମସ୍ତ 3 ଜଣ ଯାକ କାର୍ ଭିତରେ ପୁରାଗଲା। ଘାସ ଭିତରେ ଢଳାଇଲା, କାଠ ଭିତରେ ରଖାଗଲା, ତେଲ ଢଳାଗଲା। ଆଉ ଜିଅନ୍ତା ଗ୍ରାହାମ ଷ୍ଟେଇନ୍ ତାଙ୍କର ଦୁଇଟା ପିଲା 10 ବର୍ଷ ଆଉ 14 ବର୍ଷ ବୋଧେ, ସେମାନଙ୍କୁ ଜିଅନ୍ତା ଜଳେଇକି ହତ୍ୟା କରାଗଲା। ଆଉ ଯେତେବେଳେ ନିଆଁ ଜଳୁଥାଏ, ସେଇ ପିଲାମାନେ ଚିତ୍କାର କରୁଥାନ୍ତି ସେଠୁ ବାହାରି ଆସିବା ପାଇଁ, କବାଟ ଖୋଲିବା ପାଇଁ ସେମାନେ କାର୍ ଡୋରକୁ ସେମାନେ ଖୋଲିବା ପାଇଁ ଚେଷ୍ଟା କରୁଥାନ୍ତି। କିନ୍ତୁ ୱିକିପିଡ଼ିଆରେ ଲେଖାଯାଇଛି କିନ୍ତୁ ସେମାନଙ୍କୁ ବାହାରକୁ ଆସିବା ପାଇଁ ପ୍ରିଭେଣ୍ଟ କରାଯାଉଥିଲା, ବାହାରେ ଆସିବାକୁ ଦିଆଯାଉନଥିଲା। ସେମାନଙ୍କୁ ନିଆଁରେ ଜଳିବା ପାଇଁ ବାଧ୍ୟ କରାଗଲା। ସେମାନଙ୍କୁ ନୃଶଂସ ଭାବରେ, ରାକ୍ଷସ ପୁଣିଆ ଭାବରେ ସେମାନଙ୍କୁ ହତ୍ୟା କରାଗଲା।